मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କ ସହିତ ପୁନର୍ବାର ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ମୋତେ ଅନୁଗ୍ରହ କଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆମେ ସମସ୍ତେ ଜାଣୁ ଆଜି ହେଉଛି ଗୁଡ୍ ଫ୍ରାଇଡେ ଅର୍ଥାତ୍ ଶୁଭ ଶୁକ୍ରବାର। ଏହି ଦିନ ଖ୍ରୀଷ୍ଟିଆନ ସମାଜ ନିମନ୍ତେ, ସମଗ୍ର ଜଗତ ନିମନ୍ତେ ଏକ ବିଶେଷ ଦିନ ଅଟେ, ମହାନ ଦିନ ଅଟେ, କି ଯେଉଁ ଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ମାନବ ଜାତିର ପାପ ନିମନ୍ତେ, ମାନବ ଜାତିର ପରିତ୍ରାଣ ନିମନ୍ତେ ସେ କ୍ରୁଶରେ ନିଜ ଜୀବନକୁ ସେ ଦାନ କରିଥିଲେ। କ୍ରୁଶରେ ସେ ସମଗ୍ର ମାନବ ଜାତିର ପରିତ୍ରାଣ ନିମନ୍ତେ ସେ ନିଜେ ବଳି ହେଇ ଲୋକମାନଙ୍କର ପରିତ୍ରାଣକୁ ସେ ସାଧନ କରିଥିଲେ। ଏହିପରି ସମୟରେ ଆମେ ବସବାସ କରୁଛୁ, ଆଉ ଜୀବିତମାନଙ୍କ ମଧ୍ୟରେ ଆମେ ନାମସ୍ଥାନ ପାଇଛୁ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ପୃଥିବୀ ପୃଷ୍ଠରେ ଅନେକ ବ୍ୟକ୍ତିମାନେ ଜନ୍ମଗ୍ରହଣ କଲେ, ଯେଉଁମାନଙ୍କର ନାମ ବଡ଼ ଥିଲା, ଜ୍ଞାନ ଥିଲା, ଟଙ୍କା ଥିଲା, ସେମାନେ ମହାପୁରୁଷ ଭାବରେ ପ୍ରତିଷ୍ଠିତ ଥିଲେ। ସେମାନେ ମଧ୍ୟ ଦିନେ ମୃତ୍ୟୁ ଭୋଗ କଲେ। ମାତ୍ର କୌଣସି ବ୍ୟକ୍ତିର ମୃତ୍ୟୁର ଦିନକୁ ଶୁଭ ଦିନ ବୋଲି କୁହାଯାଇ ନାହିଁ, କାରଣ ସେମାନଙ୍କ ମୃତ୍ୟୁ ଦ୍ୱାରା କାହାର ମଧ୍ୟ କିଛି ମଙ୍ଗଳ ହେଇନାହିଁ। ମାତ୍ର ଜଣେ ବ୍ୟକ୍ତି ଯିଏ ମୃତ୍ୟୁ ଭୋଗ କଲେ ତାହାଙ୍କର ଦିନକୁ ଶୁଭ ଦିନ ବୋଲି କୁହାଯାଉଛି, ଗୁଡ୍ ବୋଲି କୁହାଯାଉଛି। ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ ସେ ମୃତ୍ୟୁଭୋଗ କରିବାରୁ, ସେ ଆପଣା ଜୀବନ କୃଷରେ ଦାନ କରିବାରୁ ଆଜି ଆମେମାନେ ରକ୍ଷା ପାଇଛୁ, ପରିତ୍ରାଣ ପାଇଛୁ। ସେଥିପାଇଁ ପ୍ରଭୁଙ୍କ ନାମର ଗୌରବ ହଉ। ଏହିପରି ସମୟରେ ଆପଣମାନଙ୍କ ନିକଟରେ ମୁଁ ଏହି ଶୁଭ ଶୁକ୍ରବାର ସମ୍ବନ୍ଧୀୟ ଏକ ପ୍ରସଙ୍ଗ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଶୁଭ ଦିନର ଆଶୀର୍ବାଦ କେଉଁମାନେ ପାଇବେ। ଆଜିର ପ୍ରସଙ୍ଗ ହେଲା ଶୁଭ ଶୁକ୍ରବାରର ଆଶୀର୍ବାଦ ବା ଗୁଡ୍ ଫ୍ରାଇଡେର ଆଶୀର୍ବାଦ କେଉଁମାନେ ପାଇବେ, କେଉଁମାନଙ୍କ ନିମନ୍ତେ ସେହି ଆଶୀର୍ବାଦ ପ୍ରଭୁ ଯୀଶୁଖ୍ରୀଷ୍ଟ ରଖିଛନ୍ତି। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ବିଶେଷରେ ଆପଣ ଦେଖିବେ ଯେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ହୁଅନ୍ତୁ କିମ୍ବା ଅନଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ହୁଅନ୍ତୁ, ସେମାନେ ଗୁଡ୍ ଫ୍ରାଇଡେକୁ ସେମାନେ କ'ଣ କରନ୍ତି, ପରସ୍ପର ମଧ୍ୟରେ ସେମାନେ ୱିଶ୍ କରନ୍ତି। ମାତ୍ର ଗୁଡ୍ ଫ୍ରାଇଡେର ଆଶୀର୍ବାଦ ସମସ୍ତଙ୍କ ନିମନ୍ତେ ନୁହେଁ। ହେଇପାରେ ଆଜି ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀ ହେଇଥିବା ସକାଶୁ ମଧ୍ୟ ହେଇପାରେ ଆମେ ଉପବାସ କରୁଛୁ, ହେଇପାରେ ଆମେ ଏଇ ଦୁଃଖ ଭୋଗ ସମୟରେ ଅନେକ ଭାଇ ଭଉଣୀମାନେ ସେମାନେ ଆମିଷ ଖାଆନ୍ତି ନାହିଁ, ସେମାନେ ଦାଢ଼ି କାଟନ୍ତି ନାହିଁ, ମସ୍ତକରେ ସେମାନେ ତେଲ ଲଗାନ୍ତି ନାହିଁ। ଏହି ପ୍ରକାର ଭାବରେ ସେମାନେ କ'ଣ କରନ୍ତି, ଏହି ଦିନମାନଙ୍କରେ ସେମାନେ ପାଳନ କରନ୍ତି। ବହୁତ ଭଲ ବିଷୟ ଅଟେ। କିନ୍ତୁ ଆଜି ଆମେ ବାକ୍ୟରୁ କଥାବାର୍ତ୍ତା ହେବା ଯେ ବାସ୍ତବରେ ଏହି ଶୁଭ ଶୁକ୍ରବାରର ଆଶୀର୍ବାଦ କେଉଁମାନଙ୍କ ପାଇଁ ଅଟେ। ଆପଣମାନେ ମୋ ସହିତ ଗୋଟେ ବାକ୍ୟ ପଢ଼ିବେ। ପ୍ରଥମ ପିତର 3 ଅଧ୍ୟାୟ 10 ପଦରେ ଲେଖାଯାଏ, ଯେଣୁ ଯେ ଜୀବନରେ ସୁଖ ଭୋଗ କରିବାକୁ ପୁଣି ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ବାକୁ ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଅଷ୍ଟାଧରକୁ ନିବୃତ୍ତ କରୁ। ପ୍ରଭୁଙ୍କ ନାମର ଗୌରବ ହଉ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ମଙ୍ଗଳର ଦିନ, ଆଶୀର୍ବାଦର ଦିନ ସେମାନେ ଦେଖିବେ। କେଉଁମାନେ? ଯେଉଁମାନେ ଉପବାସ କରନ୍ତି, ଯେଉଁମାନେ ଆରାଧନା କରନ୍ତି, ଯେଉଁମାନେ ଦୁଃଖ ଭୋଗ ସମୟରେ ଆମିଷ ଖାଆନ୍ତି ନାହିଁ, ସେମାନେ ଯେ ମଙ୍ଗଳର ଦିନ ଦେଖିବେ, ଏହି ପ୍ରକାର କଥା ଏହି ସ୍ଥାନରେ ଲେଖାଯାଉ ନାହିଁ। ଯଦି ଆମେ ଉପବାସ କରୁଛୁ, ବହୁତ ଭଲ ବିଷୟ ଅଟେ। ଆମେ ଆମିଷ ଖାଉନାହୁଁ, ଆମେ ବିଭିନ୍ନ ପରମ୍ପରାକୁ ଆମେ ପାଳନ କରୁଛୁ, ଠିକ୍ ଅଛି, କୌଣସି ପ୍ରକାର ଭୁଲ ନୁହେଁ। ମାତ୍ର ଏହିସବୁ କରି ମଧ୍ୟ ଯଦି ଆମର ମୁଖକୁ ଆମେ ସଜାଡ଼ି ନାହୁଁ, ଆମର ଭାଷା ପରିବର୍ତ୍ତନ ହେଇନାହିଁ, ତାହେଲେ ଆମେ କେବେ ମଧ୍ୟ ଆମେ ସେହି ଶୁଭ ଦିନ ଦେଖିପାରିବା ନାହିଁ। ଆମ ଜୀବନରେ ଆମେ ମଙ୍ଗଳ ଦିନ ଦେଖିପାରିବା ନାହିଁ। ଏହା ବାଇବେଲ ଆମ୍ଭମାନଙ୍କୁ କହେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆମେ ଅନେକ ଶୁଭ ଦିନ ଆମେ ସେଲିବ୍ରେଟ୍ କଲା ପରେ ମଧ୍ୟ
ଅନେକ ଦୁଃଖ ଭୋଗ ପାଳନ କଲା ପରେ ମଧ୍ୟ ଗୁଡ୍ ଫ୍ରାଇଡେରେ ଆମେ ବିଭିନ୍ନ ମାଧ୍ୟମରେ ଆମେ ତାଙ୍କର ଉପାସନା ଆରାଧନା କଲା ପରେ ମଧ୍ୟ ଯଦି ଆମର ଭାଷାକୁ ଆମେ ପରିବର୍ତ୍ତନ କରିନାହୁଁ, ମିଛ କହିବାଟା ଆମେ ଛାଡ଼ିନାହୁଁ, କିମ୍ବା ଏହି ମୁଖରେ ପ୍ରଭୁଙ୍କର ଗୀତ, ଏହି ମୁଖରେ ଆମେ ଜାଗତିକ ଗୀତ, ସିନେମା ଗୀତ ଗାଇବାଟା ଆମେ ଛାଡ଼ିନାହୁଁ, ତାହେଲେ ଆମ ଜୀବନରେ କେବେ ମଧ୍ୟ ମଙ୍ଗଳ ଆସିବ ନାହିଁ, କେବେ ମଧ୍ୟ ଶୁଭ ହେବ ନାହିଁ। ହେଇପାରେ ଶୁଭ ଦିନରେ ଆମେ ଯାଇ ଆରାଧନା କରୁ, ସେ ଗୁଡ୍ ଫ୍ରାଇଡେ ଦିନରେ ହେଇପାରେ ଆମେ ଆଣ୍ଠାଉ, ଆରାଧନା କରୁ, ତାଙ୍କର ସ୍ତୁତି କରୁ, କିନ୍ତୁ ଆମର ମୁଖକୁ ଯଦି ଆମେ ପରିବର୍ତ୍ତନ କରିନାହୁଁ, ଆମର ଭାଷାକୁ ଆମେ ନିୟନ୍ତ୍ରଣ କରିନାହୁଁ ବା ପରିବର୍ତ୍ତନ କରିନାହୁଁ, ତାହେଲେ ଆମ ଜୀବନରେ କେବେ ମଧ୍ୟ ଶୁଭ ଦିନ ଆସିବ ନାହିଁ, ମଙ୍ଗଳ ଆମେ କେବେ ପାଇପାରିବା ନାହିଁ। ଏହା ବାକ୍ୟ ଆମମାନଙ୍କୁ କହେ। ମୁଁ ଏହି କଥା ଆପଣମାନଙ୍କୁ କାହିଁକି କହୁଛି, ଯଦି ଆପଣମାନେ ପଢ଼ିବେ ମାଥ୍ୟୁ ଲିଖିତ ସୁସମାଚାର 12 ଅଧ୍ୟାୟ 36 ଆଉ 37 ପଦରେ ଯୀଶୁଖ୍ରୀଷ୍ଟ କହିଲେ, ଲେଖାଯାଏ, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ। ଦେଖନ୍ତୁ କେତେ ସିରିୟସ୍ ବିଷୟ। ମନୁଷ୍ୟମାନେ ଯେଉଁ ସବୁ ଅସାର କଥା, ଯୋଉଠିକି ସାର ନାହିଁ, ଯୋଉଠିକି ଅର୍ଥ ନାହିଁ, ଯାହାକି ବାଇବେଲ ଭିତ୍ତିକ ନୁହେଁ, ଯାହା ପ୍ରଭୁଙ୍କର ଘୃଣାର ବିଷୟ, ସେସବୁ କଥା ଗୁଡ଼ିକ କହନ୍ତି, ସେଥିର ଉତ୍ତର ଦେବା ପାଇଁ ପଡ଼େ। ସେଥିପାଇଁ ଆମେ ଯଦି ମଙ୍ଗଳ ପାଇବାର ଅଛି, ଆମେ ଆମ ଜୀବନରେ ଶୁଭ ହଉ, ଭଲ ହଉ, ଆମେ ସେଇ ମଙ୍ଗଳର ଦିନ ଦେଖିବା ପାଇଁ ଆମେ ଆକାଂକ୍ଷା କରୁଛୁ, ଇଚ୍ଛା କରୁଛୁ, ବହୁତ ଭଲ ବିଷୟ। ମାତ୍ର ଆମର ମୁଖକୁ ଯଦି ଆମେ ପରିବର୍ତ୍ତନ କରିନାହୁଁ, ଆମର ଭାଷାକୁ ଆମେ ବଦଳାଇ ନାହୁଁ, ତାହେଲେ ଆମେ ସେହି ଦିନ କେବେ ଦେଖିପାରିବା ନାହିଁ, ଆମ ଜୀବନରେ କେବେ ମଙ୍ଗଳ ହେବ ନାହିଁ। ଏହା ବାଇବେଲ ଆମମାନଙ୍କୁ କହେ। ଯଦି ଆପଣମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସେ କୃଷିୟ ମୃତ୍ୟୁ ଭୋଗର ସମୟରେ ଆପଣ ପଢ଼ିବେ ଯେ ଲୁକ ଲିଖିତ ସୁସମାଚାର, ଯଦି ଆପଣ ଆସିବେ 23 ଅଧ୍ୟାୟ, ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟ, ମୁଁ ଆପଣମାନଙ୍କ ନିମନ୍ତେ ପଢ଼ୁଛି। 23 ଅଧ୍ୟାୟ 39 ପଦରୁ ଆମେ ପଢ଼ିବା। ଲେଖାଯାଏ, ଆଉ କ୍ରୁଶରେ ଚଢ଼ା ଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର। କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଛୁ, ତୁ ଈଶ୍ୱରଙ୍କୁ କ'ଣ ମଧ୍ୟ ଭୟ ମଧ୍ୟ କରୁନାହୁଁ? 41 ପଦରେ ଲେଖାଯାଏ, ଆଉ ଆମ୍ଭେମାନେ ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗ କରୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। 42 ପଦରେ ଲେଖାଯାଏ, ପୁଣି ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। 43 ପଦ, ସେଥିରେ ସେ ତାହାକୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋହର ସହିତ ପାରଦୀସରେ ଉପସ୍ଥିତ ହେବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଦୁଇ ଜଣଙ୍କ ମଧ୍ୟରୁ କାହା ଜୀବନରେ ମଙ୍ଗଳ ହେଲା, କାହା ଜୀବନରେ ଶୁଭ ହେଲା, ପ୍ରକୃତରେ ଗୁଡ୍ ଫ୍ରାଇଡେ କାହା ଜୀବନରେ ହେଲା? ଯେଉଁ ଲୋକ ନିଜର ଭୁଲକୁ ମାନୁଛି ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପବିତ୍ର ପରମେଶ୍ୱର ବୋଲି ବିଶ୍ୱାସ କରୁଛି, ସେହି ବ୍ୟକ୍ତିର ନିମନ୍ତେ ସେହି ଗୁଡ୍ ଫ୍ରାଇଡେର ଆଶୀର୍ବାଦ ଅଛି, ତା ନିମନ୍ତେ ପରିତ୍ରାଣ ଅଛି। ସେହି ବ୍ୟକ୍ତି ନିମନ୍ତେ ଶୁଭ ଦିନ ରଖାଯାଇଛି। ଶୁଭ ଦିନ କୋଉଟା? ଯେବେ ଆମେ ଉଦ୍ଧାର ପାଇଲୁ, ଯେବେ ପରିତ୍ରାଣ ପାଇଲୁ। ଆଜି ଯଦି ଯୀଶୁଙ୍କୁ ଆପଣ ପ୍ରଭୁ ଭାବରେ ଗ୍ରହଣ କରିନାହାନ୍ତି, ଆଜି ଆପଣ ଗ୍ରହଣ କରନ୍ତୁ। ଆପଣଙ୍କ ଜୀବନରେ ମଙ୍ଗଳ ଆସିବ, ଆପଣଙ୍କ ଜୀବନରେ ଶୁଭ ହେବ। ସେହିଦିନ ଜଣେ ବ୍ୟକ୍ତି ଯୀଶୁଙ୍କୁ ଦୋଷାରୋପ କରୁଛି, ଯୀଶୁଙ୍କୁ ମାନୁନାହିଁ, ନିଜର ଭୁଲ ମଧ୍ୟ ମାନୁନାହିଁ, ନିଜର ପାପକୁ ସେ ସ୍ୱୀକାର କରୁନାହିଁ। ମାତ୍ର ଆଉ ଜଣେ ନିଜର ପାପକୁ ସେ ସ୍ୱୀକାର କରୁଛି ଏବଂ ନିଜର ପାପକୁ ସେ ମାନି ନେଉଛି। ଆଉ ସେହିଦିନ ସେ କ'ଣ ହେଉଛି? ରକ୍ଷା ପାଉଛି। ଜୀବନର ଶେଷ ସମୟରେ ସେ ପରିତ୍ରାଣ ପାଉଛି, ଉଦ୍ଧାର ପାଉଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ହିତୋପଦେଶ 28 ଅଧ୍ୟାୟ 13 ପଦରେ ଲେଖାଗଲା ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ ସେ ଦୟା ପାଇବ, ତାର ଜୀବନରେ ମଙ୍ଗଳ ହେବ, ସେ ଦୟା ପାଇବ। ସେଥିପାଇଁ ଏହି ଗୁଡ୍ ଫ୍ରାଇଡେର ଆଶୀର୍ବାଦ ସେମାନଙ୍କ ପାଇଁ ଅଟେ ଯେଉଁମାନେ ନିଜର ଭୁଲକୁ ସ୍ୱୀକାର କରିବେ ଆଉ ସେହି ଭୁଲ ପୁନର୍ବାର କରିବେ ନାହିଁ, ଛାଡ଼ିଦେବେ। ଆଉ ଯୀଶୁଖ୍ରୀଷ୍ଟଙ୍କୁ ପବିତ୍ର ପରମେଶ୍ୱର, ଈଶ୍ୱରଙ୍କ ପୁତ୍ର, ମୋର ତ୍ରାଣକର୍ତ୍ତା ଭାବରେ ଯେଉଁମାନେ ଗ୍ରହଣ କରିବେ,
विश्वास करेंगे मुखरे स्वीकार करेंगे से गुड फ्राइडे आशीर्वाद रही जीवन रे मंगल रही जीवन रे आशीर्वाद रही प्रिय प्रभु लोक मैंने आपण पढ़े रोमियो पुस्तक 10 अध्याय 9 पदरे लिखागला जेणु तुम्हें जदि मुखरे यीशु को प्रभु बोली स्वीकार करिब आउ ईश्वर ताहांकु मृत मानक मध्य उठाई अछंती बोली हृदय रे विश्वास करिब तेबे परित्राण प्राप्त हेब। परित्राण मंगलर दिन शुभ आशीर्वाद आमे केबे पाइबा जेबे यीशु को निज जीवन रो त्राणकर्ता भाव में आमे हृदय रे विश्वास करिबा मुखरे स्वीकार करिबा जे से ही प्रभु अटंती बोली सेमानक पई गुड फ्राइडे रो आशीर्वाद रखा जाय अछि। सेतिपाई प्रिय प्रभु लोक माने प्रभु आमान को अनुग्रह करंतु आमे केवल गुड फ्राइडे दिन रे आमे जाई गीत गाइबा आराधना करिबा एवं आमे आंठेइबा सेही दिन पई टिके आमे कांदी देबा एतिकी रे आमे सीमित न रहू। एई गुड फ्राइडे आमको परित्राण देवार आवश्यक रही। एई गुड फ्राइडे रे आमे पाप छाड़िबा आवश्यक रही। एई गुड फ्राइडे रे आमे शत्रु को क्षमा देवार आवश्यक रही। एई गुड फ्राइडे रे आमे प्रभुंकर निकटतर होई उद्धार पाई पापरु मुक्त होई परित्राण पाई आमे ताहांकर आगमन निमंते निजको प्रस्तुत करिवार आवश्यक रही। प्रभु एई वाक्य दे आम समस्तंकु प्रचुर भाव में आशीर्वाद करूँ। आसंतु पदे प्रार्थना करिबा। प्रेमिक स्वर्गीय पिता मु तुमको धन्यवाद दिए प्रभु तुम वाक्य द्वारा आमान को कथा हेलो तुम नाम स्तुति हो प्रभु तुम्हें आमान को अनुग्रह करो बापा ए गुड फ्राइडे रे तुम्हें आमान को निमंते जो सब मंगल साधन करिछ आशीर्वाद रखिछ से सबुर अंशी हेबा पाए तुम्हें आमान को अनुग्रह करो बापा वाक्य अनुसार निजको सजाड़ू बापा निजर भूल को मानी पाप को स्वीकार करी प्रभु पापर पृथक रही बापा तुम उपर विश्वास करी आमे जीवन जापन करने साहाय्य कर प्रार्थना प्रिय प्रभु यीशु नाम मागुछि आमेन।